কালি কইলা ভাইনার কোঠি শিক্ষা নাই তমর কুয়ারে শিক্ষা থিলা তুমি এতে শিক্ষা আজি দেল ইয়ে কান মোর স্তব্ধ হয়ে যাইছি প্রথমে আসিল মঙ্গলাচরণ বলিল কাঞ্চি অভিযান কু গল জগন্নাথ বড় ঠাকুর কু ঠিয়া করে দেল শোষ করুচি পানি যে তাকে মনକୁ ବୁଝଉଛି କେତେ ଦିନ ପାଇଁ ଏ ମନ ହଁ ହଁ କି ଖେଳିଛୁ ତୋର ଛୁଟିଲେ ଘଟ ଇଏ ଘଟଟି ଉଡି ଗଲେ ପାଇବୁ କଣ କିଛି ଅଛି କିଛି ନାହିଁ ରେ ପୁଅ ଆମର ଖଣ୍ଡପଡା ଗଳ ଗାୟକ ହେଲେ ହୃଦୟନାଥ ରଥ ଶର୍ମା ସେମିତି ପୁଅ ଆଉ ଜନ୍ମ ନା ନା ଗୋଟିଏ ପଦ ଲେଖିଛନ୍ତି ପିଲା ଲୋକ କିଛି ଜାଣି ନାହିଁ ଯାହା ପଦ ଅଧେ ଜାଣିଛି ଆପଣ ମାନେ ନିଶ୍ଚିତ କହିବେ ତଥାପି ଆପଣ ମାନେ ତୁଳନା କରିବେ ଏ କୋଟରେ ଗୋଟିଏ ମୂର୍ତ୍ତି ଥାଏ ସେ ଗୋଟିଏ ଦଣ୍ଡି ଧରି ଥାଏ ହେଲେ ଆଖିରେ ଅନ୍ଧ ଫୁଟୁଳି ଥାଏ ଦୁଇଟି ଆଗ ପଲା ସମାନ ଥାଏ ଆଚ୍ଛା ଯୋଉଟି ଅଧିକା ହବ ସେ ତଳକୁ ଯିବ ଯୋଉଠି କମିଯିବ ସେ ଉପରକୁ ଯିବ କହିଲା ନିକିତି ତଉଲ ସାନ ବଡକୁ ନିକିତି ତଉଲ ସାନ ବଡକୁ ନିକିତି ତଉଲ ସାନ ବଡକୁ ନିକିତି ତଉଲ ସାନ ବଡକୁ ବଡ ହୋଇଯାଏ ରହେ ତଳକୁ ବଡ ହୋଇଯାଏ ରହେ ତଳକୁ ଇଏ ତଳକୁ ପଛେ ରହିବି ଉପରକୁ ଯିବା ପାଇଁ କେବେ ଇଚ୍ଛା କରିବି ନା ନା କହିଲା ନମ୍ରତି ଭଳି ନା ବୃକ୍ଷା ସଦାବେଳେ ରହିବ ଧାନ ଗଛ ହେଲେ ରହିବ ଯିବ କହିଲା ମନ କହିଲା ରେ ଯିବ ଟିକେ ଶୁଣୁ ଶୁଣୁ ଗଲେ ଗଲେଣି ତୋ ସଙ୍ଗ ତୁ ଯେତେ ଗଲେଣି ତୋ ସଙ୍ଗ ତୁ ଯେତେ ଗୋଟିରେ ବାନ୍ଧିଲେ ଲେକେ କେତେ ଧନ ଗଣ୍ଠିରେ କେହି ବାନ୍ଧିକିନି ନେଇନି ଆସିଛି ଏକା ଯିବ ଏକା ଯାଏ ସଂସାର ରଙ୍ଗମଞ୍ଚ ଉପରେ ନାଟ କରି ନାଟଟି ସରିଯିବା ପରେ ଯିଏ ଯାହା ଘରକୁ ଚାଲିଯିବା ସ୍ତ୍ରୀ କଥା ମୁଁ କହିଦେବ ରଥ ଶର୍ମାଙ୍କର ପଦେ କହିଥିଲି ବୋଲିବାକୁ କେତେ ଦିନ ପାଇଁ ଭବ ରଙ୍ଗମଞ୍ଚେ ନାଟୁ ଆଶା ଜିଛୁ ବାୟାରେ କେତେ ଦିନ ଲାଗି ଭବ ରଙ୍ଗମଞ୍ଚେ ନାଟୁ ଆଶା ଜିଛୁ ବାୟାରେ କେତେ ଦିନ ପାଇଁ ଭବ ରଙ୍ଗମଞ୍ଚେ ନାଟୁ ଆଶା ଜିଛୁ ବାୟାରେ ଗଢିଲୁ ଯେତିକି ସରିଲୁ ସେତିକି କହିଲୁ ସେତିକି ଚଢିଲୁ ସେତିକି ଗଢିଲୁ ଯେତିକି ସରିଲୁ ସେତିକି ଗଢିଲୁ ଯେତିକି ଚଢିଲୁ ସେତିକି ଧନ ଧନ ମୋହ ମାୟାରେ କେତେ ଦିନ ଭାଇ ଭବ ରଙ୍ଗମଞ୍ଚେ ନାଟୁ ଆଶା ଜିଛୁ ବାୟାରେ ଇଏ କେତେ ଦିନ ପାଇଁ ଏ ସଂସାର ଭିତରେ ଏ ଦୁନିଆ ରଙ୍ଗମଞ୍ଚରେ କେତେ ଦିନ ପାଇଁ ନାଟୁ ଆଶା ଯିବା ପାଇଁ ଇଚ୍ଛା କରୁ ଆଚ୍ଛା ଆଚ୍ଛା କେତେ ନାଚିବୁ ଗୋଡ ଘୋଳି ହବ ଯେତେବେଳେ ଗୋଡ ଘୋଳି ହେଇଯିବ ସେତେବେଳେ ପଡିଯିବ ସାର୍ ଆଉ କହନା ଆଉ କହନା ମତେ ଭାରି କଷ୍ଟ ହଉଛି କଣ ପାଇଁ ତମେ କାହାକୁ କହୁଛ ମୁଁ କଣ ଜାଣିପାରୁନି କାହାକୁ ସେ ମୋ ଭାଇ ସେ ମତେ କିଛି କହିନାହାନ୍ତି ମୁଁ ତାକୁ ପାଠ ଉପରେ ଯାହା ଯିବ ପଦେ ଅଧେ କଥାବାର୍ତ୍ତା ହଉ ମୁଁ ତାକୁ ଛଳେଇବି ସେ କାହିଁ ମତେ ଛଳେଇବ କାଲି କୁଆଡେ ମତେ ଚଣ୍ଡୀ ଲାଗିଥିଲା ପରା କାଳେଶୀ ଲାଗିଥିଲା ସେ କାଳେଶୀ ଏମିତି ଜାରି ହଉଥିଲା ଭୟ କରି ଆଉ କହିବିନି କହିଲା କେତେ ଦିନ ପାଇଁ ଭବ ରଙ୍ଗମଞ୍ଚେ ନାଟୁଆ ସାଜିଛୁ ଗଢିଲୁ ଯେତିକି ସରିଲୁ ସେତିକି ଇଏ ଧନ ଜନ ମୋହ ମାୟା ଇଏ ଧନ ଆଉ ମୋହ ଆଉ ମାୟାକୁ ନେଇ ସଂସାର ଭିତରେ କେତେ ଦିନ ବଞ୍ଚିବୁ ନା ପୁଅ ଆଜ୍ଞା ସାରେ ତୁମେ ଘର କରିଛ ହଁ କରିଛି ଚାରି ବଖରା କୋଠା করে ଠିଆ ହ ଚାରି ବଖରା ଘର କରିଛ ଗୋଟେ ଘରେ ଅତିଥି ଅଭ୍ୟାଗତ ବନ୍ଧୁ ବାନ୍ଧବ ରହିବେ ଆଚ୍ଛା ଆଉ ପୁଅ ଝିଅ ଦି ବଖରାରେ ରହିବେ ଆଚ୍ଛା ଆମେ ବୁଢା ବୁଢୀ ଗୋଟେ ରୁମରେ ରହିବୁ ତିନିଟା ଗଲା ଆଉ
ନର୍ଦ୍ଦମା ସେଟା ନା କଣ ବ୍ୟାଙ୍କ ଲୋକ କିଏ କୋଉଠି ଅଛନ୍ତି ଆଜ୍ଞା କୁହନ୍ତୁ କଲା ଧନାନି ଭୂମಂ ପଶବସ୍ସ ବସ୍ତେ ଏ ଭାର୍ଯ୍ୟା ଗୃହଦାରି ପୁତ୍ର ସନ୍ତାନେ ଦେହ ଚିତାୟଂ ପରଲୋକ ମାର୍ଗେ ଏ ଧର୍ମାନୁଭ ଗଚ୍ଛତି ଜୀବ ବୁଝିଲ ଆଜ୍ଞା ଧନାନି ଭୂମಂ ପଶବସ୍ସ ବସ୍ତେ ବୁଝି ହେଲାନି ସାର୍ ଯେଉଁ ଧନ ସମ୍ପତ୍ତି ରୋଜଗାର କରିଛ ଆଜ୍ଞା ସେଇ ଜାଗାରେ ରହିଯିବ ସେ ଜୀବନ ତୁମ ସଙ୍ଗେ ଜୀବନ ତାପରେ ଭାର୍ଯ୍ୟା ଗୃହଦ୍ୱାରି ପୁତ୍ର ଶ୍ମଶାନ ଯାହା କହିଲେ କହୁଥିଲୁ ହଁ ମୋ ସ୍ତ୍ରୀ ମୋ ତୋ ସ୍ତ୍ରୀ ସେ କୋଉଠା ପନ୍ଦେ ଯିବ କୋଉ ଜାଗେ ଯିବ ସାରେ ଦୁଆର ମୁହଁ ପନ୍ଦେ ଯିବ ଫେରି ଆସିବ ଆଉ ଆଗକୁ ଯିବନି କେମିତି ଆରେ ସବୁ ଯାକ ଟଙ୍କା ମୁଦା ପୁଦଉଛି ମୋ ବାପା ବୋଉକୁ ଦଉନି ଆଜ୍ଞା ସ୍ତ୍ରୀଟି ଯେତେବେଳେ ସ୍ୱାମୀର ଜୀବଟି ଚାଲିଯିବ ସ୍ତ୍ରୀ ମନରେ ଚିନ୍ତା କରିବ କଣ କହିବ ଏ ଘର ପାଇଁ ଯେତେ ଧନ ସାଇତି ଥିଲୁ ବା ସ୍ତ୍ରୀ କି ରଖିଥିଲୁ ନିଜର ବୋଲି ଇଏ ତୋ ସାଥିରେ ଯିବନି ଘର ବୋଲି ଅଜିଛୁ ଯେତେ ପଦାର୍ଥରେ ମାନ ଦେତେ ପଦାର୍ଥ ଫଟ ଚୁଟିଲେ ତୋତେ ବୋଲିବେ ଭୂତ বলিবে ভূতরে তরে মনা বলিবে ভূতরে মনা বলিবে ভূত ঘট ঘট চুটিলে তোতে বলিবে ভূত ଦୁଆର ମୁହଁକୁ ପଳେଇବ ଗୋବର ପାଣିଟି ପଡିଯିବ କଣ ହେଲା ନାଇଁ ତାଙ୍କୁ ବୁଝଉଛୁ ସେ ବୁଝାଉଛନ୍ତି କେଇଟି ଆଜ୍ଞା ସଜରା ହେଇଥିବ 6 ଖଣ୍ଡି କାଠ ଲାଗିଥିବ ତମେ ଦେଖ ଏ ଗାଁ ବାଲା କହିବେ ମୋର ଭାଇ ମାନେ କହିବେ ମୋର ବାବା ମଉସା ମାନେ କହିବେ ଇଏ ଭାଇନାର କୌଣସି ଲୋଭ ଆସ୍କ ତ ତମ ଭଳି ନାହିଁ ନାଇଁ ନାଇଁ କି କୋର୍ଟରେ ଯାଇ ଓକିଲାତି କରୁନି ହେ ଭଗବାନ କଳା ସାର୍ଟ ପିନ୍ଧି ଏ ଧଳା ସାର୍ଟ ପିନ୍ଧି ତା ଉପରେ କଳା କୋଟଟେ ପିନ୍ଧିଛ କାରଣ କଣ କାଲି ଆସିଲେ କହିବ ଭିତରେ ଧଳା ସାର୍ଟ କାହିଁ ଉପରେ କଳା କୋଟ କାହିଁ ସାର୍ ଆଜି ହଉ 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 ର ତେଣୁ ପକେଇକି ନେଇଯିବେ ଆଚ୍ଛା ସ୍ତ୍ରୀ ତୋର ଗୁଣିଆ ଡାକି କଣ୍ଟା ବାଡେଇ ଦବ ହଁ, ହଁ। ତାପରେ କଣ ହବ କହିଲା ନେଲା ବେଳେ ନେବେ କୋକେଇ ରେ କାଢି ରେ କୋକେଇ ରେ କାଢି ରେ କୋକେଇ ରେ କାଢି ବେନି ପାଶେ ବେନି ହସ୍ତକୁ ଝୁলাই ବେନି ପାଚେନି ହସ୍ତକୁ ଝୁলাই ରେ ହସ୍ତକୁ ଝୁলাই ବେନି ପାଚେ ବେନି ହସ୍ତକୁ ଝୁলাই ଆଉ ୟା ଦେଖି ଜଗତେ বলিবে সমস্তে রে বলিবে সমস্তে বলিবে জগতে আসিছিলা কালি গলা চূর্ণ হতে আসিছিলা কালি গলা চূর্ণ হতে রে গলা চূর্ণ হতে আসিছিলা কালি গলা চূর্ণ হতে ଆଲେକଜାଣ୍ଡର କହିଲେ ଇଏ ଜୀବ ଆସିଛି ହଁ। କିଛି ଆଣିକିରି ଆସିନି ନାଇଁ। କିଛି ଗଲା ବେଳେ ନବନି ହାତ ଗୋଡ ହଲୁଥିବ ହାତ କହୁଥିବ ବେଶ। ଆଣି ନଥିଲି କି ନଉନାହିଁ দেখো ଆଣି ନଥିଲି କି ନଉନାହିଁ ତମେ କୁଆଡେ କଣ ନେଇ ପଳେଇବ ମୁଁ କୁଆଡେ କଣ ନେଇ ପଳେଇବି ନାଇଁ। 2 ଘଣ୍ଟା 3 ଘଣ୍ଟାର କଥା ସାଙ୍ଗସାଥି ଭାଇ ଭାଇରେ বেশ ପାଲା ଦୀପଦ ଗାଇବା ଇଏ ମଉସା ମାଉସୀ ପଣ୍ଡିତ ମାନଙ୍କୁ ସମସ୍ତଙ୍କୁ ଦୀପଦ କଥା କହିବା ସମସ୍ତ ମନ ଶାନ୍ତି আচ্ছা আচ্ছা କାଲି କହିଲ ଭାଇନାର କୋଉଠି ଶିକ୍ଷା ନାହିଁ আও ତମର କୁଆଡେ ଶିକ୍ଷା ଥିଲା হ্যাঁ ତମେ ଏତେ ଶିକ୍ଷା ଆଜି ଦେଲ হে ভগবান ଇଏ କାନ ମୋର ସ୍ତବ୍ଧ ହେଇଯାଇଛି হে সারে কোহনা ଆପଣ ମାନେ ସମସ୍ତେ ବିଚାର କରି କହନ୍ତୁ ମୁଁ ଠିକ କହୁଛି କି ଭୁଲ କହୁଛି? নাই পুরা ঠিক ପ୍ରଥମେ ଆସିଲ ମଙ୍ଗଳାଚରଣ ବୋଲିଲ କାଞ୍ଚି ଅଭିଯାନକୁ ଗଲ হ্যাঁ ଜଗନ୍ନାଥ ବଡ ଠାକୁରଙ୍କୁ ଠିଆ କରିଦେଲ ଶୋଷ କରୁଛି ପାଣି ପିଇବେ ଆଜ୍ଞା ଆଉ ପାଣି ତାଙ୍କୁ ମିଳିଲାନି ନାଇଁ। 3 ଘଣ୍ଟା ପରେ କି 4 ଘଣ୍ଟା ପରେ ଲୋକକୁ ଯଦି ଆଣି ପାଣି ଦିଆଯିବ ସେ ବଞ୍ଚିଥିବ ବଞ୍ଚିବ ମୁଁ ନାହିଁ ତମେ ଲକ୍ଷ୍ମୀ ନାରାୟଣ ହବ ବହିକି ପଳେଇଲ ଲକ୍ଷ୍ମୀ ପୁରାଣ ଆଜ୍ଞା ଯୋଉ ଲକ୍ଷ୍ମୀ ପୁରାଣ ଜଣେ ଜଣେ ଲେଖିଛନ୍ତି ବଳରାମ ଦାସ ବଳରାମ ଦାସ ଆଚ୍ଛା। ଭାଇ ଟିକେ କାନ ଦିଅ ହଁ, ହଁ। ଟିକେ କାନ ଦେଲେ ମଜା ଲାଗିବ ଟିକେ ଚାହିଁଥିଲେ କହିବା ପାଇଁ ଭଲ ଲାଗିବ ଲକ୍ଷ୍ୟ କରିଥିଲି କଥା ହଉଛି ହୁଁକୁ ବାସ୍ ତେଣୁ ଆଜି ସମସ୍ତେ ତ ହଁ ବହୁତ ଲୋକ ଥିଲେ ଏ ମାମ ଭାଗ୍ୟ ପାଇଲେ କିଛି କେହି ନାହାନ୍ତି ଯେତିକି ଅଛନ୍ତି ସବୁ ଯାକ ଧାନ ତମେ ଦେଖେଇବ ଅଗାଡି ନାହିଁ କେହି ସବୁ ଧାନ ଅଛନ୍ତି ହଁ ହଁ ପଦେ ପଦେ କହିବା କଥା ହଁ ହଉ ଲକ୍ଷ୍ମୀ ପୁରାଣକୁ ଗଲ
ଲକ୍ଷ୍ମୀ ପୁରାଣରେ ଲେଖକ କହିଲେ କିଏ ସେ ନା ବଳରାମ ଦାସ। ଆଜ୍ଞା ସେଇ ଗୋଟିଏ ଭାଇ ଲେଖିଛନ୍ତି ଲକ୍ଷ୍ମୀ ପୁରାଣ। ଲକ୍ଷ୍ମୀ ଯାଇଛନ୍ତି ଜଗନ୍ନାଥ ତଡ଼ି ଦେଇଛନ୍ତି। ହଁ ହଁ ଅରେ ଭାଇ ଜଗନ୍ନାଥ ଯଦି ଲକ୍ଷ୍ମୀ କି ତଡ଼ି ଦେଲେ ଆଜ୍ଞା। ସିଆ ଚାଣ୍ଡାଳୀ ଘରେ ପୂଜା ପାଉଥିଲା ବୋଲି ହଁ ତମେ କେମିତି ସବର ଅଇଁଠା ଖାଇଥିଲ? ହଁ ହଁ କହୁନ ସବୁ ଏଠି ଅଇଁଠା କରିକି କାଟିକି ଦାନ୍ତରେ କାମୁଡ଼ିକି ଦେଇଥିଲା। ଆଚ୍ଛା ତମର ଜାତି ଗଲାନି। ନା ଇଏ ଲକ୍ଷ୍ମୀ ଯାଇଥିଲେ ପୂଜା ପାଇଁ ତା ଜାତି ଗଲା। ଭାଇ ନ୍ୟାୟ ଇଏ କଣ ନ୍ୟାୟ ଯଦି ଲକ୍ଷ୍ମୀ ଗଲେ ତମେ ଗଲ ଲକ୍ଷ୍ମୀ କଣ ତମକୁ ମନା କରିଥିଲେ ନାଇଁ ତମେ ଏଠିକି ଆସନି ମୋ ସ୍ୱାମୀ ତମେ ନୁହଁ। ଜଗନ୍ନାଥଙ୍କ ସ୍ୱାମୀ କଣ ଲକ୍ଷ୍ମୀ? କଣ ହେଲା? ଲକ୍ଷ୍ମୀଙ୍କ ସ୍ୱାମୀ କଣ ଜଗନ୍ନାଥ? ସାରେ ଭୁଲ ହଉଛି କିଏ ଜଗନ୍ନାଥଙ୍କର ସ୍ତ୍ରୀ ପରା ଲକ୍ଷ୍ମୀ? ହଟ୍! କାଇଁ ଧମକଉଛ ସାର୍? ମତେ ଧମକା ନା ମତେ ଆରେ ଜଗନ୍ନାଥ କିଏ? ଜଗନ୍ନାଥ ହଉଛନ୍ତି ଲକ୍ଷ୍ମୀଙ୍କର ସ୍ୱାମୀ। ହେ, ସେ କଥା କୁହନ୍ତୁ ଜଗନ୍ନାଥ କିଏ? ଜଗନ୍ନାଥ କି ନାରାୟଣ କିଏ? ନାରାୟଣ କିଏ? ନାରାୟଣ ବିଷ୍ଣୁ କିଏ? ହରେ ବିଷ୍ଣୁ ସିଏ ପୁଣି କିଏ? ହେ ବୋଉ ହେ? ଇଏ ବିଚାର ବି ନାହିଁ। ଗୁଡ ଯଦି ଜଗନ୍ନାଥଙ୍କ ସ୍ତ୍ରୀ ଲକ୍ଷ୍ମୀ ସୁଭଦ୍ରା କାହିଁ ବସିଲେ ଜଗନ୍ନାଥ ବସିଲେନି? ହଁ ଲକ୍ଷ୍ମୀ ବସିବା କଥା। ରାମ ଲକ୍ଷ୍ମଣ ସୀତା ରହିଲେ ଚଳିଲା। ଇଏ ଜଗନ୍ନାଥ ବଡ ଠାକୁର ଲକ୍ଷ୍ମୀ ଯାଇଥିଲେ କଣ ଚଳି ନଥାନ୍ତା? କଣ ଅସୁବିଧା ହଉଥିଲା? ମଞ୍ଜି କଥା ଇଏ ମଞ୍ଜି ତମେ ଇଏ ଗାତ ଖୋଳିଛ ପଡିବ ତମେ। ମୁଁ ପଡିବିନି। ଯିଏ ଗାତ ଖୋଲିଥିବ ସିଏ ପଡିବ ନା। ତେଣୁ ଜଗନ୍ନାଥଙ୍କ ସ୍ତ୍ରୀ ହେଇଥିଲେ ବସିଥାନ୍ତେ। ଆଚ୍ଛା ଜଗନ୍ନାଥଙ୍କ ସ୍ତ୍ରୀ ନୁହନ୍ତି ବୋଲି ବସିଲେନି। ଆଚ୍ଛା ସାରି ହଁ? ମୁଁ ଆମ ଘରେ ଯୋଉ ମାର୍ଗଶିର ମାସ ପୂଜା ହଉଥିଲା ମୁଁ ଶୁଣିଥିଲି ଲକ୍ଷ୍ମୀ ଜଗନ୍ନାଥ ତାଙ୍କ ସ୍ୱାମୀ ବୋଲି ବହିରେ ଲେଖା ହେଇଛି। ଗୋଟିଏ ବହିରେ ଲେଖା ହେଇଛି ବଳରାମ ଦାସଙ୍କ ବହିରେ। ଆଉ ଯେତେ ପୁରାଣ ଖୋଜିବୁ ବହିରେ ନାଁ ନାହିଁ। ମୋ ଭାଇର କଣ ନାଁ ଅଛି ବହିରେ? ନାହିଁ ମୋ ଭାଇର ନାଁ ନାହିଁ ବହିରେ। ତେଣୁ କଣ କହୁଥିଲି ଜଗନ୍ନାଥଙ୍କ ସ୍ତ୍ରୀ ଲକ୍ଷ୍ମୀ ନୁହନ୍ତି। ନାହିଁ କାହିଁକି? କାହିଁକି? ନା ସିଏ ହଉଛନ୍ତି କିଏ? କିଏ ସେ? ନା ପରମ ବ୍ରହ୍ମ। ଜଗନ୍ନାଥ ଯେ ଷୋଳ କଳା ତହିଁରୁ ଏକ ନନ୍ଦ ବଳା ତହିଁରୁ ଏକ ନନ୍ଦ ବଳା ତହିଁରୁ ଏକ ନନ୍ଦ ବଳା କଳାକୁ ଷୋଳ କଳା ଧରି ଗୋପେ ବିହରେ ନର ହରି ଗୋପେ বিহরে নর হরি গোপে বিহরে নর হরি। ଆଜ୍ଞା ଜଗନ୍ନାଥ ବଡ ଠାକୁର ରହିଛନ୍ତି ବାଟରେ ପାଣି ପିଇବେ ଶୋଷ କରୁଛି ପାଣ ନହେଲେ ଛାଡିଯିବ। ଜଗନ୍ନାଥ କହିଲେ ଚାଲି ପାରିବିନି। ଆସିଲେ ଲକ୍ଷ୍ମୀ ପୁରାଣ। ଲକ୍ଷ୍ମୀଙ୍କ କଥା ଦେଖୁଛ। ଲକ୍ଷ୍ମୀ ତେବେ କିଏ? କାହାକୁ କହିବା? ଏ ଲକ୍ଷ୍ମୀ ତେବେ ହେଲେ କାହା ସ୍ତ୍ରୀ? ହଁ ହଁ ଲକ୍ଷ୍ମୀ ହଉଛନ୍ତି ନାରାୟଣ। ନାରାୟଣ ସ୍ତ୍ରୀ ଜଗନ୍ନାଥଙ୍କର ସ୍ତ୍ରୀ ନୁହଁ। ନାହିଁ ନା ଯେତେବେଳେ ମନ୍ଦିରକୁ ବାରଣ କଲେ ସେ ପୁରା କହିଲେ ଆରେ କହିଲି ପୁରା ଗୋଟିଏ ପୁରାଣ ଛଡା ଅନ୍ୟ କୋଉଠି ଲେଖା ନାହିଁ। ଠିକ ସାର୍ ଧରିଛନ୍ତି ସବୁ ପୁରାଣରେ ସମସ୍ତଙ୍କ ଲେଖା ଅଛି। ଭାଇଙ୍କ ନାଁ ସେଥିରେ ନାହିଁ। ସେଥିରେ କଣ ହବ? ଥିଲେ ସିନା ଭାଇଙ୍କ ନାଁ ସେଥିରେ ନାହିଁ। କାହିଁ କହିଲି? କାହିଁକି? ପୁରୁଷ ସୂକ୍ତ ମନ୍ତ୍ର ଗୋଟେ ପଢୁଛି। ଭାଇର ବେଦ ତମେ କୋଉଠି ପଢିବ? ମୁଁ ବେଦ ପଢୁଛି। ଛାଡି ଦିଅ ବ୍ରାହ୍ମଣେଶ ମୁଖ ମାସି ବାହୁରାଜନ୍ୟ କୃତ ଉରୁର୍ବଶ୍ୟ ତଦୁର୍ବଶ୍ୟ ଶୁଦ୍ରକୁ ପଦ ରାଜାୟତ। ପୁରୁଷୋକ୍ତ କହିଲା ସ୍ୱୟଂ ନାରାୟଣ ଭଗବାନ କଣ କଲେ ନା ବ୍ରାହ୍ମଣେଶ ମୁଖ ମାସି। ବ୍ରାହ୍ମଣ ମାନେ ମୁଖରୁ ବାହାରି ବାହୁ ରାଜନ୍ୟ କୃତ ବାହୁରୁ ରାଜା ବାହାରିଲେ କ୍ଷତ୍ରିୟ। ଉରୁର୍ବଶ୍ୟ ବାଦୁରୁ ଶୂଦ୍ର। ଏ ଚାରୋଟି ଜାତି ଜନ୍ମ ଲାଭ କଲେ ଯେତେବେଳେ ସୃଷ୍ଟି ସର୍ଜନା ହେଲା। ଆଉ ଭାଇ କୋଉଠି ଥିଲେ? ଭାଇ ଭାବୁଛି ବୋଧେ କାନୁନଗ ଭାଇ ମୋର କରଣ ମହାନ୍ତି ବା ପଟ୍ଟନାୟକ କରଣ ଭାଇ ମୋର। କିନ୍ତୁ ଭାଇର ନାଁ ନାହିଁ ବହିରେ। ନା ଯେତେ ଶାସ୍ତ୍ର ଦେଖିବ କରଣଙ୍କର କୋଉଠି ନାଁ ନଥିବ। ବ୍ରାହ୍ମଣର ଅଛି, ଶୂଦ୍ରର ଅଛି, ବୈଶ୍ୟର ଅଛି, କ୍ଷତ୍ରିୟ ଅଛି।
ତେଣୁ ଲକ୍ଷ୍ମୀ ନୁହନ୍ତି କାହିଁ କହିଲି? ସାର୍ ଦେଖ କେମିତି କ୍ଲିୟର କରିକି ଯାଉଛନ୍ତି ଆମ ସାର୍। ଆଉ ଓଳିଆ ଲକ୍ଷ୍ମୀ ଯଦି ଜଗନ୍ନାଥଙ୍କର ସ୍ତ୍ରୀ ହୋଇଥାନ୍ତେ ତାହେଲେ ମହାପ୍ରସାଦ ରାନ୍ଧନ୍ତି କିଏ? ସିନା ଲକ୍ଷ୍ମୀ। ଆଜ୍ଞା ଆଜ୍ଞା କୋଉଦିନ ଶୁଣିଛନ୍ତି ଜଗନ୍ନାଥଙ୍କର ଅଇଁଠାରେ ମହାପ୍ରସାଦ ଅଇଁଠାରେ ଖାଇବା କଥା ଲକ୍ଷ୍ମୀ କି? ନାଇଁ ନାଇଁ ଦେଖିଛନ୍ତି? ନା ସମର୍ପଣ ହଉଛି ସେଠି? ନା। ନା। ହଉଛି କୋଉଠି? କୋଉଠି? ନା ବିମଳାଙ୍କ ପାଖରେ। ଆଚ୍ଛା ବିମଳା କଣ ତାଙ୍କ ସ୍ତ୍ରୀ? ନାଇଁ ତ କହିଲା ବିମଳା ଭୈରବୀ ଯତ ଇଏ ଜଗନ୍ନାଥ ସ୍ତୁ ଭୈରବ ଭୈରବୀ ହେଲେ ମା ଆଦି ଶକ୍ତି ଆଚ୍ଛା ପତିତ ପାବନୀ ମା। ଆଚ୍ଛା ଜଗନ୍ନାଥ ହେଲେ ଭୈରବ, ବିମଳା ହେଲେ ଭୈରବୀ। ଆଚ୍ଛା ସିଏ କଣ ସେ ଅଇଁଠା ଖାଆନ୍ତି? ସମର୍ପଣ ଖାଲି হয়। ଖାଲି ସମର୍ପଣ ବିମଳା ତାଙ୍କ ସ୍ତ୍ରୀ ନୁହଁ। ନାଇଁ ତେବେ ଜଗନ୍ନାଥଙ୍କ ସ୍ତ୍ରୀ କିଏ? କିଏ ସେ? ଲକ୍ଷ୍ମୀ ହଉଛନ୍ତି ନୃସିଂହଙ୍କ ସ୍ତ୍ରୀ। ଆଗେ ଲକ୍ଷ୍ମୀ ନୃସିଂହ ତାପରେ ଲକ୍ଷ୍ମୀ ନାରାୟଣ। ହଁ ହଁ ଏକ। ଠିକ 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 କିନ୍ତୁ ଜଗନ୍ନାଥ ନୁହଁ। ଜଗନ୍ନାଥ ହଉଛନ୍ତି ପରମ ବ୍ରହ୍ମ। ଆଜ୍ଞା ବ୍ରହ୍ମ ପାଖରେ ତାର ପୁରୁଷ ନାହିଁ, ତାର ସ୍ତ୍ରୀ ନାହିଁ, ତାର କେହି ନାହିଁ। ଠିକ ଅତ୍ର ସତ୍ର ସର୍ବତତ୍ର ବିରାଜିତ। ହଁ ହଁ ଗଲା କାଷ୍ଠ ପାଷାଣ ତରୁ ଧ୍ରୁବ ହେ ନାରାୟଣ। ତେଣୁ ସମସ୍ତଙ୍କ ଶରୀର ଭିତରେ ପରମ ବ୍ରହ୍ମ ଠାକୁର ଜଗତର ନାଥ ଜଗନ୍ନାଥ ବିଦ୍ୟମାନ। ଆଜ୍ଞା ତାଙ୍କର ଘର ନାହିଁ, ସଂସାର ନାହିଁ, କିଛି ନାହିଁ। କିଛି ନାହିଁ। ଇଏ ବଳରାମ ଭାଇ ହେଇ ଆସି ବସିଛନ୍ତି, ଆଚ୍ଛା ସୁଭଦ୍ରା ଭଉଣୀ ହେଇ ଆସି ବସିଛନ୍ତି। ଏଠି ଅଛି କୋକେଇରେ ଶବ। କହିଲା ନେଲା ବେଳେ ନେବେ କୋକେଇରେ ଥୋଇବେନି, ପାଶେବେନି, ହସ୍ତକୁ ଝୁଲାଇ ଝୁଲାଇ। ୟା ଦେଖି ଜଗତେ ବୋଲିବେ ସମସ୍ତେ ଆସିଥିଲା ଏକା ଗଲେ ଶୂନ୍ୟ ଭାଇ କହୁଛି ସବୁ ପ୍ରଶ୍ନର ଉତ୍ତର ଦେବି, ହଁ 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 କୋଉ ପ୍ରଶ୍ନ ଛାଡ଼ିବିନି। ନାଇଁ କହିଥିଲ କଣ ମାଣିକ ପାଟଣା? ଆଜ୍ଞା ମାଣିକ ନାଁରେ ପାଟଣା ହେଇଛି। ଯେତେବେଳେ ଜଗନ୍ନାଥ ବଳଭଦ୍ର ଗଲେ ମାଣିକ ଗୌରୀ ଠାରୁ ଦହି ପିଇଲେ ସେତେବେଳେ ତା ନାଁରେ ସେ ନାମ ତା ପୂର୍ବ ନାଁ ସେ ଗାଁର ଥିଲା। କଣ ଥିଲା କହିବି? ହଁ ହଁ ଆପଣ ଆଉ ଟିକେ ବସନ୍ତୁ, ମୁଁ ଟିକେ ବାଟକୁ ଯାଏ। ହଁ ମୁଁ ସବୁ ଯାକ କହିଲେ କୋବଲା ଖୋଲିଦେବି। ଆଚ୍ଛା। ଭାଇ ତମ କୋବଲା ଏଇ କୋବଲାକୁ ନେଇ ତମ କୋର୍ଟରେ ନେଇ ପହଞ୍ଚିବି।